ଅଗଷ୍ଟ 9 ତାରିଖରେ ପରଦାକୁ ଆସିବ ଓଡ଼ିଆ ସିନେମା ଭଗିଆ ଭାରିଜା। ସଂଘର୍ଷ, ସଫଳତା, ପାରିବାରିକ ଡ୍ରାମାକୁ ନେଇ ଏକ ମୌଳିକ କାହାଣୀ ପରଦାରେ ଦେଖିବେ ଦର୍ଶକ। ସିନେମାର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଲେଖିଛନ୍ତି ଅଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ତଥା ପ୍ରଯୋଜକ ତଥା ନିର୍ଦ୍ଦେଶକ ହରିହର ମହାପାତ୍ର। ନାୟକ ଭଗିଆ ଚରିତ୍ରରେ ସେ ମଧ୍ୟ ଅଭିନୟ କରିଛନ୍ତି ଏବଂ ଏଥିସହ ପ୍ରଯୋଜନାର ଗୁରୁ ଦାୟିତ୍ୱ ସମ୍ଭାଳିଛନ୍ତି। ତାଙ୍କର ନାୟିକା ଅଛନ୍ତି ଦେବଯାନୀ, ଯିଏକି ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟାନ୍ୟ ଚରିତ୍ରରେ ବବି ମିଶ୍ର ଓ ପୁପିନ୍ଦରଙ୍କୁ ଦେଖିବାକୁ ମିଳିବ। ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ, ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଚଳଚ୍ଚିତ୍ରଟିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିନେମାରେ ମନୋରଞ୍ଜନର ଭରପୁର ଉପାଦାନ ରହିଛି। ଭଗିଆ ଭାରିଜା ସମୁଦାୟ 40ଟି ହଲ୍ରେ ମୁକ୍ତିଲାଭ କରିବାକୁ ଯାଉଛି। ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଜା ରିଲ୍ସ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ସତରେ କ'ଣ ତାର ସ୍ୱପ୍ନ ପୂରଣ ହେଉଛି କି ନାହିଁ ତାହା ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଅଗଷ୍ଟ 9ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଫିଲ୍ମ ଭଗିଆ ଭାରିଜାର ସ୍ୱତନ୍ତ୍ର ପ୍ରଦର୍ଶନ ମଧ୍ୟ ଏହା ଭିତରେ ସରିଛି। ବିଭିନ୍ନ ପ୍ରମୁଖ ଗଣମାଧ୍ୟମର ସମ୍ପାଦକ, ବୁଦ୍ଧିଜୀବୀ, ଲେଖିକା ତଥା ସମାଜର ବିଭିନ୍ନ ପ୍ରମୁଖ ବର୍ଗର ଲୋକେ ଦେଖିବା ସହ ନିଜର ମତାମତ ରଖିଛନ୍ତି। ବ୍ୟୁରୋ ରିପୋର୍ଟ, ପବ୍ଲିକ ମିଡିଆ।